ପିଲାମାନେ ତୁମମାନଙ୍କୁ ପିଏମ୍ ଟ୍ୟୁଟୋରିଆଲ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଏବଂ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ବା ସୁପ୍ରଭାତ। ପିଲା ଦେଖ ପ୍ଲସ୍ ଟୁ ଫାର୍ଷ୍ଟ ଇୟର ଆର୍ଟ୍ସର ପ୍ରଥମ ବିଷୟ ଯେଉଁ ରହିଛି ଇତିହାସ। ପ୍ଲେଟ୍ ଦେଖ ଲେଖା ହେଇଛି ପ୍ରଥମ ଅଧ୍ୟାୟ, ଏଇଟା ହେଉଛି ଇତିହାସ। ପ୍ରଥମ ଅଧ୍ୟାୟ ଇତିହାସରେ ଆମେ ଆଜି ପଢ଼ିବା ଇତିହାସର ଅର୍ଥ କ'ଣ ଓ ପ୍ରାସଙ୍ଗିକତା କହିଲେ କ'ଣ ବୁଝ। ତେଣୁକରି ପିଲାମାନେ ଯେଉଁମାନେ ଚ୍ୟାନେଲରେ ନୂଆ କରି ଆସିଛ, ଯଦି ବର୍ତ୍ତମାନ ସୁଦ୍ଧା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ତୁମ ସାଙ୍ଗସାଥିମାନଙ୍କୁ ସେୟାର କରି ଜଣାଅ ଏବଂ ଅଲ୍ ନୋଟିଫିକେସନକୁ ସେଟ୍ କରିଦିଅ, ଯାହାଫଳରେ କି ତୁମ ସମ୍ବନ୍ଧରେ ଯାହା କିଛି ଭିଡ଼ିଓ ଅପଲୋଡ଼ ହେବ ତୁମେ ତାକୁ ସର୍ବପ୍ରଥମେ ଦେଖିପାରିବ। ପିଲା ଆସ ସମୟ ନଷ୍ଟ କରି କ୍ଲାସଟିକୁ ଷ୍ଟାର୍ଟ କରିବା। ରେଗୁଲାରଲି ପିଏମ୍ ଟ୍ୟୁଟୋରିଆଲରେ ପ୍ଲସ୍ ଟୁ ଆର୍ଟ୍ସ ଏବଂ ସାଇନ୍ସର ଭିଡ଼ିଓ ଅପଲୋଡ଼ ହେବ, ଯାହାଫଳରେ ତୁମେ ତାକୁ ଦେଖିକି ତୁମେ ତୁମର ନୋଟ୍ସ ପ୍ରସ୍ତୁତ କରିପାରିବ ଏବଂ ପ୍ରତିଦିନ କ୍ଲାସ୍ ମଧ୍ୟ କରିବ। ପିଲା ଆସ ସମୟ ନଷ୍ଟ କରି କ୍ଲାସଟିକୁ ଷ୍ଟାର୍ଟ କରିବା। ପିଲେ ଯେତେବେଳେ ଇତିହାସ ପଢ଼ିବ ତମେ ପ୍ରଥମେ ବୁଝିବାକୁ ପଡ଼ିବ ଇତିହାସର ଅର୍ଥ କ'ଣ ବା ଇତିହାସ କହିଲେ କ'ଣ ବୁଝ। ପିଲେ ଦେଖ ଇତିହାସକୁ ଇଂଲିଶରେ କହନ୍ତି ହିଷ୍ଟ୍ରି। ସେ ଯେଉଁ ହିଷ୍ଟ୍ରି ଶବ୍ଦଟା ସେଇଟା ଗୋଟେ ଗ୍ରୀକ୍ ଶବ୍ଦ ହିଷ୍ଟୋରିଆରୁ ଆସିଛି। କ'ଣ କହିଲି ପିଲେ, ଯେଉଁ ହିଷ୍ଟ୍ରି ତମେ ପଢ଼ୁଛ ହିଷ୍ଟୋରି ଯେଉଁ ଶବ୍ଦଟା ସେଇଟା କେଉଁଠୁ ଆସିଛି ନା ଗୋଟେ ଗ୍ରୀକ୍ ଶବ୍ଦ ହିଷ୍ଟୋରିଆରୁ ଆସିଛି। ବୁଝିପାରିଲ, ସେଇଟା କେଉଁଠୁ ଆସିଛି ନା ଗ୍ରୀକ୍ ଶବ୍ଦ ହିଷ୍ଟୋରିଆରୁ ଆସିଛି। ମନେ ରଖିବ ପିଲା, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପରୀକ୍ଷାରେ ମଧ୍ୟ ଆସେ। ହିଷ୍ଟୋରିଆର ଅର୍ଥ କ'ଣ ପିଲେ ନା ହିଷ୍ଟୋରିଆର ଅର୍ଥ ହେଉଛି ଅନ୍ୱେଷଣ ବା ତଦନ୍ତ। ହିଷ୍ଟୋରିଆର ଅର୍ଥ ହେଉଛି କ'ଣ? ଅନ୍ୱେଷଣ ଆଉ ତଦନ୍ତ। ସେହି ଆଧାରରେ କହିଲେ ଗ୍ରୀକ୍ ଶବ୍ଦ ହିଷ୍ଟୋରିଆର ଅର୍ଥ କ'ଣ ନା ଅତୀତର ଅନ୍ୱେଷଣଲବ୍ଧ ଜ୍ଞାନ ହେଲା ଇତିହାସ। ବୁଝିପାରିଲ, ତାହେଲେ ଗ୍ରୀକ୍ ଭାଷାରେ କ'ଣ ହେଲା ନା ଗ୍ରୀକ୍ ଶବ୍ଦ ହିଷ୍ଟୋରିଆ ଯେଉଁ ରହିଛି ସେଇ ଭାଷାରେ ବା ସେଇ ଆଧାରରେ କହିଲେ ଇତିହାସ କହିଲେ କ'ଣ ବୁଝ ନା ଅତୀତର ଅନ୍ୱେଷଣଲବ୍ଧ ଜ୍ଞାନ ହେଲା ଇତିହାସ। ବୁଝିପାରିଲ। ତାପରେ ଯିବା ଆମର ଭାରତୀୟ ଭାଷାରେ। ପିଲାମାନେ ତୁମେ ତ ବର୍ତ୍ତମାନ ବୁଝିଗଲ ଯେ ଗ୍ରୀକ୍ ଶବ୍ଦ ହିଷ୍ଟୋରିଆ ଶବ୍ଦରୁ ଇତିହାସ ଶବ୍ଦ ସୃଷ୍ଟି ହେଇଛି, ଯାହାର ଅର୍ଥ କ'ଣ ତୁମେ ବୁଝିପାରିଲ। ଯାହାର ଅର୍ଥ ହେଉଛି କ'ଣ ମାନେ ଅତୀତର ଅନ୍ୱେଷଣଲବ୍ଧ ଜ୍ଞାନ ହେଲା ଇତିହାସ। ବୁଝୁଛି। ଆଉ ହିଷ୍ଟୋରିଆ ଅର୍ଥ ମଧ୍ୟ ଅନ୍ୱେଷଣ ଆଉ ତଦନ୍ତ। ସେହିଭଳି ଆମର ଭାରତୀୟର ଯେଉଁ ସବୁ ଐତିହାସିକ ରହିଛନ୍ତି ତାଙ୍କ ମତରେ ବା ଓଡ଼ିଆର ଯେଉଁ ଐତିହାସିକ ରହିଛନ୍ତି ତାଙ୍କ ମତରେ ଇତିହାସ ଶବ୍ଦ କ'ଣ, ଇତିହାସ କିପରି ସୃଷ୍ଟି ହେଇଛି ଆସ ବୁଝିବା। ଓଡ଼ିଆ ସମେତ ଅନେକ ଭାରତୀୟ ଭାଷାରେ ଇତି ବା ଅତୀତ ଶବ୍ଦରୁ ଇତିହାସର ସୃଷ୍ଟି। ବୁଝିପାରିଲ କ'ଣ କହିଲି? ଇତି ବା ଅତୀତ ଶବ୍ଦରୁ କ'ଣ ସୃଷ୍ଟି ହେଇଛି? ଇତିହାସ ସୃଷ୍ଟି ହେଇଛି। ତେଣୁ ଇତିହାସର ଆମ ସଂସ୍କୃତିରେ ମଧ୍ୟ ଅର୍ଥ ହେଲା ଅତୀତ ସମ୍ବନ୍ଧୀୟ ଜ୍ଞାନ, ତଥ୍ୟ ପ୍ରମାଣ ଆଧାରିତ ଅତୀତର ବ୍ୟାଖ୍ୟା ଓ ସମୀକ୍ଷା। ତାହେଲେ ଭାରତୀୟ ଭାଷାରେ ବା ଭାରତୀୟ ଐତିହାସିକ ମତରେ ଇତିହାସର ଅର୍ଥ କ'ଣ ନା ଅତୀତ ସମ୍ବନ୍ଧୀୟ ଜ୍ଞାନ, ତଥ୍ୟ ପ୍ରମାଣ ଆଧାରିତ ଅତୀତର ବ୍ୟାଖ୍ୟା ଓ ସମୀକ୍ଷା। ପିଲା ଅତୀତର ସେ କ'ଣ କରିଛନ୍ତି? ବ୍ୟାଖ୍ୟା ବା ସମୀକ୍ଷା କରିଛନ୍ତି। କାହାକୁ ନେଇ ନା ଅତୀତ ସମ୍ବନ୍ଧୀୟ ଜ୍ଞାନ ଆଉ ତଥ୍ୟ ପ୍ରମାଣକୁ ନେଇକି ଯେଉଁ ବ୍ୟାଖ୍ୟାଟା ହେଇଛି ସେଇଟା ହେଉଛି ଭାରତୀୟ ଐତିହାସିକ ମତରେ ସେଇଟା ହେଉଛି ଇତିହାସ। ବୁଝିପାରିଲ ପିଲେ। ତାପରେ ଦେଖ ଇଂରାଜୀରେ ତଥ୍ୟ ପ୍ରମାଣକୁ ସୋର୍ସେସ୍ କୁହାଯାଏ। ପିଲେ ଇତିହାସକୁ କ'ଣ କୁହାଯାଏ? ଇଂରାଜୀରେ ତଥ୍ୟ ପ୍ରମାଣ ଯେଉଁ ହୁଏ ତାକୁ କ'ଣ କୁହାଯାଏ? ସୋର୍ସେସ୍ କୁହାଯାଏ। ଐତିହାସିକ ଅତୀତ ସମାଜର ରୂପକଳ୍ପ ଦିଏ, ମାତ୍ର ତା ପାଇଁ ଆଧାର ହେଲା ତଥ୍ୟ ପ୍ରମାଣ। ପିଲେ ଦେଖ ଇତିହାସ ଯାହା ରହିଛି, ଇତିହାସ ନୁହେଁ ଯେ ଗୋଟେ ଅତୀତର ଗୋଟେ ମନ ଇଚ୍ଛା ଗୋଟେ କାହାଣୀ ତୁମେ ଲେଖିଦେବ। ତାହାର କ'ଣ ଦରକାର? ତଥ୍ୟ ଥିବ, ପ୍ରମାଣ ଥିବ, ଆଉ ସେ ବିଷୟରେ କିଛି ଜ୍ଞାନ ମଧ୍ୟ ମିଳୁଥିବ। ଅର୍ଥାତ୍ ଇତିହାସ କୌଣସି ମନଗଢ଼ା କାହାଣୀ ନୁହଁ। ବୁଝିପାରିଲେ ପିଲେ? ଯେତେ ପ୍ରକାର ଇତିହାସ ବି ତୁମେ ପଢ଼ୁଛ, ପ୍ରଥମ ବିଶ୍ୱଯୁଦ୍ଧ ହେଉ, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ, ବୁଝିପାରୁଛଟି? ତାପରେ ସେଇଟା ଗୋଟେ କ'ଣ ମନଗଢ଼ା କାହାଣୀ ନୁହଁ, ବାସ୍ତବିକ ସେ ଘଟଣା ଘଟିଛି, ତାକୁ କ'ଣ କରିଛନ୍ତି? ତା'ର ତଥ୍ୟ ପ୍ରମାଣ ସଂଗୃହୀତ କରିକି ତାକୁ ଲିପିବଦ୍ଧ କରିଛନ୍ତି। ସେଇଟା ହେଉଛି ଇତିହାସ। ପୁଣି ଦେଖ କ'ଣ ହେଇଛି ନା ପୁଣି ଇତିହାସ ଯେହେତୁ ଅତୀତର କାହାଣୀ ଏବଂ ଘଟଣା ଗୁଡ଼ିକ ଘଟିବାର ବହୁ ବର୍ଷ ପରେ ଲେଖାଯାଇଥାଏ, ତାକୁ ନେଇ ଭିନ୍ନ ଭିନ୍ନ ମତ ରହିବାର କୌଣସି ଅସ୍ୱାଭାବିକତା ନାହିଁ। ପିଲେ ଦେଖ ଇତିହାସ ଯାହା ବି ପଢ଼ିବ, ପ୍ରଥମ ବିଶ୍ୱଯୁଦ୍ଧ କେତେ ମସିହାରେ ଆରମ୍ଭ ହେଇଥିଲା ନା 1914 ମସିହାରେ। ସବୁଠି ସେଇ ଜିନିଷ ପଡ଼ିବ। ଆଉ କେଉଁଠି 1918 କି 1916ରେ ଆରମ୍ଭ ହେଇଥିଲା ପଡ଼ିବ କି? ପଡ଼ିବ ନାହିଁ। କାହିଁକି ନା ଇତିହାସ ହେଉଛି ଅତୀତର ଘଟଣା ଗୁଡ଼ିକ ଘଟିବାର ବହୁ ବର୍ଷ ପରେ ସେଇଟା ଲେଖାଯାଇଥାଏ। ତାକୁ ନେଇ ଭିନ୍ନ ଭିନ୍ନ ମତ ରହିବନି। ସମସ୍ତର ମତ କ'ଣ ରହିବ? ଗୋଟିଏ ହିଁ ରହିବ। ତାପରେ ପିଲେ ଦେଖ ତଥ୍ୟ ପ୍ରମାଣକୁ ଅତୁଟ ରଖି ଭିନ୍ନ ଭିନ୍ନ ଦୃଷ୍ଟିରୁ ଇତିହାସ ଲେଖାଯାଇପାରେ। ବୁଝିପାରିଲ କ'ଣ କହିଲି? ତଥ୍ୟ ପ୍ରମାଣକୁ ଅତୁଟ ରଖିବ ନା ତଥ୍ୟ ପ୍ରମାଣ ସବୁଠି କ'ଣ ରହିବ? ସମାନ ରହିବ। ତାକୁ ନେଇକି କ'ଣ କରାଯିବ? ଭିନ୍ନ ଭିନ୍ନ ଇତିହାସ ଲେଖାଯିବ। ସେହି ଆଧାରରେ କହିଲେ ଇତିହାସ ସମ୍ବନ୍ଧୀୟ ଏକ ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ସର୍ବମାନ୍ୟ ହେବାର ବା ଇତିହାସ ଅନ୍ତିମ ସତ୍ୟ କୁହାଯିବାର କୌଣସି ପରମ୍ପରା ନଥାଏ। ଏହି ପ୍ରତିଥର ନୂଆ ଭାବରେ ଇତିହାସ ଲେଖିବାକୁ ପ୍ରେରଣା ଦିଏ ତଥା ତହିଁରେ ସ୍ଥାପିତ ଧାରଣାର ସତ୍ୟକୁ ପ୍ରଶ୍ନ କରିବାକୁ ସୁଯୋଗ ଦିଏ। ପିଲେ ଦେଖ ଇତିହାସ ଯେତେ ବି ଆମେ ପଢ଼ିବା
ତା ଦେହରେ ସବୁ ସତ୍ୟତା ସବୁ ଜାଗାରେ ସମାନ ରହିବ। ଆଉ ସତ୍ୟତା ସବୁଠି କ'ଣ ରହିବ, ମାନେ ସତ୍ୟକୁ ପ୍ରଶ୍ନ କରିବାର ସୁଯୋଗ ଦିଏ, ଏଇଟା ସତ କଥା କି ନାହିଁ, ଏଇଭଳିଆ ସବୁ ପ୍ରଶ୍ନ ମନୁଷ୍ୟ ମନରେ ଉଠେ। ଇତିହାସର ଦର୍ଶନ ଓ ତତ୍ତ୍ୱକୁ ଯେଉଁ ବିଭାଗରେ ଆଲୋଚନା କରାଯାଏ ତାହାକୁ କୁହାଯାଏ ଇତିହାସ ତତ୍ତ୍ୱ। ବୁଝିପାରିଲେ ପିଲେ, ଏଇଟା ମଧ୍ୟ ସର୍ଟ କୋଶ୍ଚିନ୍ ଆସେ। କ'ଣ ନା ଇତିହାସର ଦର୍ଶନ ଓ ତତ୍ତ୍ୱକୁ ଯେଉଁ ବିଭାଗରେ ଆଲୋଚନା କରାଯାଏ ତାହାକୁ ଇତିହାସ ତତ୍ତ୍ୱ ବା ହିଷ୍ଟୋରିଗ୍ରାଫି କୁହାଯାଏ। ତାକୁ କ'ଣ କୁହାଯାଏ, ହିଷ୍ଟୋରିଗ୍ରାଫି ବା ଇତିହାସ ତତ୍ତ୍ୱ କୁହାଯାଏ। ପିଲେ ଭେରି ଭେରି ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍, ଏଇଟା ପରୀକ୍ଷାରେ ଆସେ, ମନେ ରଖ। କୋଶ୍ଚିନ୍ଟା କ'ଣ ଆସିବ ନା ଇତିହାସର ଦର୍ଶନ ଓ ତତ୍ତ୍ୱକୁ ଯେଉଁ ବିଭାଗରେ ଆଲୋଚନା କରାଯାଏ ତାକୁ କ'ଣ କୁହାଯାଏ, ତାକୁ କ'ଣ କୁହାଯାଏ ପିଲେ, ଇତିହାସ ତତ୍ତ୍ୱ କୁହାଯାଏ। ତାପରେ ପିଲେ ଦେଖ କ'ଣ ହେଇଛି, ଘଟଣା ଗୁଡ଼ିକ ଅତୀତରେ ସଂଘଟିତ ହେବାର ବହୁ ବର୍ଷ ପରେ ଇତିହାସ କାହିଁକି ଲେଖାଯିବ, ବର୍ତ୍ତମାନ ସମୟରେ ତା'ର ପ୍ରାସଙ୍ଗିକତା ରହିଛି ନା ନାହିଁ, ଇତିହାସ ଲେଖନ ଓ ଅଧ୍ୟୟନ ବେଳେ କେଉଁ ସବୁ ପ୍ରଶ୍ନ ମହତ୍ତ୍ୱ ପାଏ, ସମୟ ବଦଳିବା ସାଙ୍ଗରେ ଇତିହାସ ଗବେଷଣା ଓ ଅଧ୍ୟୟନରେ କେମିତି ପରିବର୍ତ୍ତନ ବା ବିବର୍ତ୍ତନ ଆସେ, ସେସବୁ କଥା ଇତିହାସ ତଥ୍ୟରେ ଆଲୋଚନା ହୁଏ। ସେଇ ସବୁ କଥା କ'ଣ ହୁଏ, ଇତିହାସ ତଥ୍ୟରେ ଆଲୋଚନା ହୁଏ। ମାନେ ବହୁ ବର୍ଷ ବିତିଯିବା ପରେ ଇତିହାସ ଲେଖାଯାଏ। ଯେଉଁ ସମୟ ବଦଳିବା ସାଙ୍ଗରେ ଇତିହାସର କ'ଣ ଗବେଷଣା ଅଧ୍ୟୟନ କେମିତି ବି ପରିବର୍ତ୍ତନ ଆସିବ, ସେସବୁ କଥା କେଉଁଥିରେ ଆଲୋଚନା ହୁଏ, ଇତିହାସ ତତ୍ତ୍ୱରେ ହିଁ ଆଲୋଚନା ହୁଏ। ଇତିହାସ ତତ୍ତ୍ୱ ସମ୍ବନ୍ଧୀୟ ଅବଧାରଣା ଇତିହାସ ଅଧ୍ୟୟନକୁ କ'ଣ କରିଥାଏ, ରୁଦ୍ଧିମତ, ଉପଯୋଗୀ ତଥା ଆମୋଦଦାୟୀ କରିଥାଏ। ବୁଝିପାରିଲ ପିଲେ। ଦେଖ ଅତୀତ ଭାରତରେ ମଧ୍ୟ ଇତିହାସ ଅଧ୍ୟୟନର ଏକ ସ୍ୱକୀୟ ପରମ୍ପରା ରହିଥିଲା। ମାତ୍ର ଆଧୁନିକ ସମୟରେ ଭାରତ ସମେତ ସମଗ୍ର ବିଶ୍ୱରେ ୟୁରୋପୀୟ ପରମ୍ପରା ସୃଷ୍ଟ ଇତିହାସ ଅଧ୍ୟୟନକୁ ଭିତ୍ତି କରି ଇତିହାସ ତତ୍ତ୍ୱ ଆଲୋଚନା କରାଯାଏ। ସେହି ପରିପ୍ରେକ୍ଷୀରେ ଦେଖିଲେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଜନ୍ମିତ ଗ୍ରୀକ୍ ଦାର୍ଶନିକ ହେରୋଡୋଟସ୍, ପିଲେ ଦେଖ ଯିଏକି ଇତିହାସର ଜନକ ବା ଫାଦର, ଯିଏ ଇତିହାସର, ବୁଝିପାରିଲ କିଏ ସିଏ ନା ଗ୍ରୀକ୍ ଦାର୍ଶନିକ ହେରୋଡୋଟସ୍କୁ ପ୍ରଥମ ଐତିହାସିକ ବା ଇତିହାସ ପାଠର ଜନ୍ମଦାତା ବୋଲି କୁହାଯାଏ। ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ପ୍ରାୟ ଟାଇମ୍ କମ୍ପିଟେଟିଭ୍ ଏକ୍ଜାମ୍ରେ କୋଶ୍ଚିନ୍ ଆସେ, ମନେ ରଖିବ। ଗ୍ରୀକ୍ ଦାର୍ଶନିକ କିଏ, ହେରୋଡୋଟସ୍କୁ କୁହାଯାଏ କ'ଣ ନା ଇତିହାସର ଜନ୍ମଦାତା। ଇତିହାସର କ'ଣ ଜନ୍ମଦାତା। ସେ କ'ଣ କରିଥିଲେ, ସେ ହିଷ୍ଟୋରି ଅଫ୍ ଦ ପର୍ସିଆନ୍ ୱାର୍ସ ଶୀର୍ଷକରେ ପ୍ରଥମ ଇତିହାସ ପୁସ୍ତକ ରଚନା କରିଥିଲେ। ବୁଝିପାରିଲ, ସେ ଯେଉଁ ପ୍ରଥମ ଇତିହାସ ପୁସ୍ତକ ରଚନା କରିଥିଲେ ସେଇଟା କ'ଣ ନା ହିଷ୍ଟୋରି ଅଫ୍ ଦ ପର୍ସିଆନ୍ ୱାର୍ସ। ଏଇଟା ମଧ୍ୟ ମନେ ରଖିବ, ସେ ଯେଉଁ ପ୍ରଥମେ ଇତିହାସ ବହି ଲେଖିଥିଲେ ସେଇଟା କ'ଣ, ହିଷ୍ଟୋରି ଅଫ୍ ଦ ପର୍ସିଆନ୍ ୱାର୍ସ। ପ୍ରାୟ 100 ବର୍ଷ ପୂର୍ବର ଘଟିଥିବା ଗ୍ରୀସ୍ ପାରସ୍ୟ ଯୁଦ୍ଧରେ ଏହି ପୁସ୍ତକର ବିବରଣୀ ଥିଲା। ପିଲେ ଯେଉଁ ପୁସ୍ତକଟା ସେ ରଚନା କରିଥିଲେ ହେରୋଡୋଟସ୍, ସେଥିରେ କ'ଣ ସେ ରଚନା କରିଥିଲେ ନା ଗ୍ରୀସ୍ ଆଉ ପାରସ୍ୟ ଯୁଦ୍ଧର ଏକ ପୁସ୍ତକରେ କ'ଣ କରିଥିଲେ, ବିବରଣୀ କରିଥିଲେ। ଲୋକଙ୍କର ଜିଜ୍ଞାସା ସତ୍ତ୍ୱେ ଯୁଦ୍ଧ ସମ୍ବନ୍ଧରେ ତଥ୍ୟ ପ୍ରମାଣମାନ ସେତେବେଳେ ବିସ୍ତୃତ ହେବାକୁ ବସିଲା। ହେରୋଡୋଟସ୍ ସେଗୁଡ଼ିକୁ ସାଇତି ରଖିବାର ଅଭିପ୍ରାୟ ନେଇ ଗଦ୍ୟ ଶୈଳୀରେ, କେଉଁ ଶୈଳୀରେ ପିଲେ, ଗଦ୍ୟ ଶୈଳୀରେ ପୁସ୍ତକର କ'ଣ କଲେ, ଉତ୍ଥାପନ କଲେ। ପଦ୍ୟ ରଚନାକୁ ତଥା କଳ୍ପନାସୂତ କାହାଣୀ ଭିନ୍ନ ଏହି ପୁସ୍ତକରେ ଇତିହାସର ମର୍ଯ୍ୟାଦା ଲାଭ କଲା। ତେଣୁକରି କ'ଣ ହେଲା, ସେଇ ଯେଉଁ ଗଦ୍ୟ ରୂପରେ ଇଏ ହେଇଥିଲା ତାକୁ କ'ଣ କଲା ନା ଇତିହାସର ମର୍ଯ୍ୟାଦା ସେ ଲାଭ କଲା। ସେହି ଦିନରୁ ପ୍ରତ୍ୟେକ ଇତିହାସ ରଚନାର ଶୈଳୀ ଗଦ୍ୟ ଆଧାରିତ ଓ ତଥ୍ୟ ପ୍ରମାଣ ଭିତ୍ତିକ ହୋଇ ରହିଆସିଛି। ହେଲେ ସେଇଦିନ ଠାରୁ ଇତିହାସଟା କ'ଣ ହେଲା, ପଦ୍ୟ ଆକାରରେ ନୁହଁ, କେଉଁ ଆକାରରେ ଲେଖା ହେଲା, ଗଦ୍ୟ ଆଧାରିତ ହେଲା। ଆଉ କ'ଣ ରହିଲା ନା ତଥ୍ୟ ପ୍ରମାଣ ଭିତ୍ତିକ ହୋଇ ରହିଆସିଛି। ବୁଝିପାରୁଛ, ପର୍ସିଆନ୍ ଯୁଦ୍ଧରେ କ'ଣ ସବୁ ଘଟିଥିଲା ତା'ର ବିଶଦ ବିବରଣୀ ରହିଥିଲା। ହେରୋଡୋଟସ୍ ଲିଖିତ ଇତିହାସ ପୁସ୍ତକରେ ଏହା ତତ୍କାଳୀନ ବୌଦ୍ଧିକ ବର୍ଗକୁ ସନ୍ତୁଷ୍ଟ କରିପାରିଲା ନାହିଁ। ହେଲେ ସେହି ସମୟରେ କ'ଣ ହେଇଥିଲା ନା ଯେଉଁ ବୌଦ୍ଧିକ ବର୍ଗ ସବୁ ଥିଲା ସେମାନଙ୍କୁ ହେରୋଡୋଟସ୍ଙ୍କ ଯେଉଁ ଇତିହାସ ସନ୍ତୁଷ୍ଟ କରିପାରିଲା ନାହିଁ। ସେମାନେ ଜାଣିବାକୁ ଚାହିଁଲେ ଘଟଣା ପଛର କାରଣ ଗୁଡ଼ିକ, ଯେଉଁ ଘଟଣା ଘଟିଥିଲା ସେ ଘଟଣା ପଛର କାରଣ ଗୁଡ଼ିକ ଜାଣିବାକୁ ଚାହିଁଲେ। ପିଲେ ଦେଖ ତୁମେ ସବୁ ପ୍ରଥମ ବିଶ୍ୱଯୁଦ୍ଧ ପଢ଼ିଛ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପଢ଼ିଛ। ପ୍ରଥମ ବିଶ୍ୱଯୁଦ୍ଧର କାରଣ ଜାଣିଥିବ, ପ୍ରଥମ ବିଶ୍ୱଯୁଦ୍ଧ କାହିଁକି ଘଟିଲା, ପ୍ରଥମ ବିଶ୍ୱଯୁଦ୍ଧର ଫଳାଫଳ କ'ଣ ହେଲା, ପ୍ରଥମ ବିଶ୍ୱଯୁଦ୍ଧରେ କେତେ କ୍ଷୟକ୍ଷତି ଘଟିଲା, ପ୍ରଥମ ବିଶ୍ୱରେ କେଉଁ କେଉଁ ରାଷ୍ଟ୍ରଗୁଡ଼ିକ ସବୁ ଯୋଗ ଦେଇଥିଲେ। ବୁଝିପାରୁଛ ନା, ତା'ର ଗୋଟେ ବିଶେଷ ବିବରଣୀ ରହିଛି। ସେମିତି କ'ଣ ହେଲା ନା ଏଇ ଯେଉଁ ପର୍ସିଆନ୍ ଯୁଦ୍ଧ ଘଟିଥିଲା ସେଇ ଯୁଦ୍ଧର ମାନେ କାରଣ କ'ଣ ଥିଲା, ତା'ର ଉତ୍ତର ଦେବାକୁ ଯାଏ ହେରୋଡୋଟସ୍ ସମକାଳୀନ ଅନ୍ୟ ଜଣେ ଗ୍ରୀକ୍ ଦାର୍ଶନିକ କିଏ ନା ଥିସିଡାଇସ୍ ଲେଖିଲେ ହିଷ୍ଟୋରି ଅଫ୍ ଦ ପର୍ସିଆନ୍ସ ୱାର୍, ଯାହା ଯୁଦ୍ଧର କାହାଣୀ ସହିତ କାରଣ ଗୁଡ଼ିକ ମଧ୍ୟ ଦର୍ଶାଇଥିଲା। ଫେରେ ହେରୋଡୋଟସ୍ ତ ଲେଖିଥିଲେ ପର୍ସିଆନ୍ ୱାର୍, ତାପରେ କିଏ ଆସିଲେ ନା ଥିସିଡାଇସ୍, ସେ କ'ଣ କରିଥିଲେ ନା ଯୁଦ୍ଧର କାହାଣୀ ସହିତ କାରଣ ଗୁଡ଼ିକୁ ମଧ୍ୟ ଦର୍ଶାଇଥିଲେ। ଅର୍ଥାତ୍ ହେରୋଡୋଟସ୍ଙ୍କ ଇତିହାସ ପୁସ୍ତକରେ ଯଦି କ'ଣ ଘଟିଥିଲା ତାକୁ ପ୍ରାଧାନ୍ୟ ଦିଆଯାଏ, ଥିସିଡାଇସ୍ ପୁସ୍ତକରେ କ'ଣ ସହିତ କାହିଁକି
घटनाटी घटला ताहाको महत्व दिगला बुझिपाइल हेरोडोटस जो माने प्रथम पुस्तक लिखिले इतिहास से सी कौन घटी से माने विस्तृत भाव में विवरण मिलला किंतु थीसिडाइस जो पुस्तक लिखिले से कौन सहित कहीं घटनाटी घटला कौन तो घटला रहा जोटा हेरोडोटस लिखिले ता सहित कहीं घटनाटा घटला से विषय में कौन मिलला पिले बरणी मिलता कौन सहित कहीं घटला ताको महत्व दिगला यही दुई प्रश्न सहित किए केबे एवं केउठारे भली तीनोटी प्रश्न मिसी अतीत कथ्य को एक मोट स्वरूप प्रदान कला पे देख कौन घटला कहीं घटना घटला से जना पड़गला तापर दुईटा प्रश्न उठला किए केबे और केउठारे घटना घटला किए केबे और केउठारे ए घटना घटला तुम मत जानथ प्रथम विश्वयुद्ध किए दायी केबे होइतला केउठारे होइतला जमती तुम तो उत्तर पाई सारी पढ़ी से भाई से जो पर्सियन वार घटना जो घटला तापर जो प्रश्न उठिला किए केबे और केउठारे होइतला तीन गोटी प्रश्न मिसी अतीतर कथ्य को गोटे मोट स्वरूप प्रदान कले आज पर्यंत यही पांचटी प्रश्न ह्वाट व्हाई हु व्हेन एवं वेयर इतिहास रचनार मेरुदंड हो रही पिले बुझीपार इतिहास रचनार मेरुदंड कौन ह्वाट व्हाई हु व्हेन एवं वेयर कौन केउठारे कहीं किए एवं केतबले यही जो प्रश्न को नहीं कौन है इतिहास रचनार मेरुदंड हो गला तो मैंने कौन हम जितेबाला इतिहास रचना करा यही पांचटी दिग प्रति कौन करा विशेष दृष्टि दिज्व कौन से ह्वाट व्हाई हु व्हेन एवं वेयर बुझीपारछी अतीत को नहीं जितेबाला पांचटी प्रश्न कराए तार उत्तर रे इतिहास जना पड़े जहाँ को आम इतिहास अर्थ बोली कहीपर पिले यहीटा गोटे मतरे कौन है इतिहास अर्थ मिलला माने कौन जितेबाला भी कौन गोटे अतीत विषय गोटे घटना वर्णना कर से घटनार कौन माने ह्वाट व्हाई हु आउ व्हेन एवं वेयर यही पांचटी प्रश्न कौन करा तार उत्तर जोटा जना पड़ो से कौन पिले इतिहास तार उत्तर जोटा जना पड़ो से कौन इतिहास एथिरु कहारी को इतिहास अध्ययन बेले एड़े एड़े दि जाए नपे पिले जो इतिहास अध्ययन कर पांचटा भितर कौन गोटे जिन को आम कौन करा बाद दे पारिबा नहीं ए पांचटा जिनस को लेकिन ही कौन पढ़ा आम इतिहास पढ़ा तेणुक जो मैंने +2 फास्ट ईयर हिस्ट्री रख इतिहास पढ़ तेणुक जेकोसी जिन विषय भी तुम अतीतर घटना विषय पढ़ इतिहास पढ़ यही पांचटा जिन को आटलिस्ट मन रख कहीं ना यही पांचटा जिन को तुम जो इतिहास पढ़ुच जिते बड़े भी भविष्य में तुम जो कौन जगह कंप्यूटर एग्जाम दियो कौन इंटरव्यू बस से इतिहास को लेकिन पांचटी प्रश्न करा तुम जो प्रथम विश्वयुद्ध पढ़ प्रथम विश्वयुद्ध जो पढ़ी तापर यही पांचटी प्रश्न निश्चित भाव में आसो ह्वाट प्रथम विश्वयुद्ध कहले कौन बुझ कहीं होता केउठारे होता एपाई किए दायी केतबले होता क्यों जगार होता यहाँ नहीं कौन हम निश्चित भाव में प्रश्न उठब एथिरु कहारी को आम कौन करिया बाद दे पारिबा नहीं सबुगुड़िक महत्व समान पिले देख सबुगुड़िक समान महत्व मिले इतिहास कार्य और कारण मध्य रही संबंध को कौन हो पार सुस्पष्ट कर घटनाटे घटले ता पछरे एकाधिक कारण रही है कार्य और कारण मध्य संबंधर विशद आलोचना है बोली इतिहास पाठर पिले मूल उद्देश्य पिले माने देख आज तो इंट्रोडक्शन क्लास इतिहास प्रथम क्लास तेणुक अधिका क्लास करी अधिका समय क्लास करी अल्प समय करी तुम यहाँ पढ़ निश्चित भाव में नोट्स कर जदि नोट्स कर असफल हो मुझे तुम मानक नोट्स जगैवाई प्रतिश्रुति दूसरी पिले देख इतिहास गोटे बहुत सहज पाठ ताकू केवल टच रख भल भाव में नोट्स कर निज हाथ लेखा नोट्स कले तुम जोटा नोट्स कर भल भाव में मन रही बुझीपार पिला मैंने आउ आर्ट्स पिला जो मैंने पढ़ुच भल कथा कहीं सी ओडिया लैंग्वेज रे ही सबुतिक प्रश्न उत्तर लिखे तेणुक टेंशन हबार किसी ना केवल धैर्यर सहकार कौन हम रेगुलाली पाठ पढ़ार अच्छी ठीक अच्छे पिला मैंने आज क्लास एतिक सारूँ यहाँ केवल इंट्रोडक्शन क्लास थिला पर क्लास आम ए विषयटा कंप्लीट करवा आउ जहाँ रहा ठीक अच्छे पिला मैंने रोचे आउ एक वीडियो देखा से समस्त विदाय।